ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁ ଗତକାଲି ରାତିରେ ଜନ୍ମବେଦୀରେ ଚନ୍ଦନ ଲାଗି ଦହି ପଖାଳ ଲାଗି ହେବା ପରେ ପହୁଡ଼ ହୋଇଥିଲେ। ଆଜି ସକାଳୁ ଅଧର ପୋଛା ନୀତି ସରିବା ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ସେପଟେ ଦର୍ଶନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସେପଟେ ପୁଣି ମହାପ୍ରଭୁଙ୍କ ଆଡ଼ପ ଅଭଡ଼ା ପାଇ ବେଶ୍ ଆତ୍ମବିଭୋଳ ଭକ୍ତ। ଆସନ୍ତାକାଲି ହେରା ପଞ୍ଚମୀ ଥିବାରୁ ଆଜି ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ପରେ ବନକ ଲାଗି ନୀତି କରାଯିବ। ବନ ଲାଗି ନୀତି ପାଇଁ ପ୍ରାୟ 4 ଘଣ୍ଟା ବନ୍ଦ ରହିବ ଦର୍ଶନ। ଭକ୍ତଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା। ମୁତୟନ ହୋଇଛନ୍ତି ପ୍ରାୟ 40 ପ୍ଲାଟୁନ ଫୋର୍ସ ଏବଂ 20ଟି ସିସିଟିଭି। ରତ୍ନବେଦୀ ଏବେ ଖାଁ ଖାଁ। କାଳିଆ ଠାକୁର ଏବେ ଜନ୍ମବେଦୀ ଅର୍ଥାତ୍ ଆଡ଼ପ ମଣ୍ଡପରେ। ଷୋଳ ପହଣ୍ଡି ପରେ ଆଜି ଭୋର 4:15 ହୋଇଥିଲା ପହୁଡ଼। ତାପରେ ସକାଳୁ ସକାଳୁ ଅଧର ପୋଛା ନୀତି ସରିବା ପରେ 6:50ରେ ଦ୍ୱାର ଫିଟା ହୋଇଥିଲା। ମୈଲମ ତଡ଼ପ ଲାଗି ଅବକାଶ ସରିବା ପରେ ହୋଇଥିଲା ସାହାଣ ମେଳା ଦର୍ଶନ। ଭକ୍ତମାନେ ରାତିରୁ ଅପେକ୍ଷା କରି ରହିଥିଲେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ। ଆଉ ଶ୍ରୀଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାର ପଟେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଂହଦ୍ୱାର ପଟେ ଯାଇ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରୁଛନ୍ତି ଭକ୍ତ। ପ୍ରାକ୍ ମୌସୁମୀ ଯୋଗୁଁ ପାଗ ବଦଳିଛି, ଆଶ୍ୱସ୍ତି ପାଇଛନ୍ତି ଭକ୍ତ। ପ୍ରଶାସନ ପୋଲିସ ପ୍ରଶାସନର ବ୍ୟବସ୍ଥା ଭକ୍ତଙ୍କ ପାଇଁ ଆଶ୍ୱସ୍ତି ଦେଇଛି। ପୋଲିସ ପକ୍ଷରୁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ମୁଁ ବି ଜାଣିପାରୁନି, ତାକୁ ଦେଖିଲେ ଆଗରୁ ଧାର ଧାର ହିଲୁ ହବ। ମୁଁ ବି ନିଜେ ଜାଣିନି ମୁଁ କ'ଣ ପାଇଁ ତାକୁ ଦେଖିବା ପାଇଁ ମୁଁ ବି ପାଗଳ। ମୁଁ ସେ କଥା କହିପାରିବିନି, ସିଏ ଜାଣିଥିବ ମୁଁ ଜାଣିନି। ମୁଁ ଯେତେ ଥର ତାକୁ ଦେଖିବି ମୋ ଆଖିରୁ ସେତେ ଥର ଲୁହ ଏମିତି ଏକା ଗଳିବ। ମୁଁ କହିପାରିବିନି ସେ କଥା, ସେ ଜଗା ଜାଣିଥିବ। ଅଭିମାନ ତ ବହୁତ ଅଛି, ଅଭିମାନ। ମୁଁ ସବୁବେଳେ କହିବି ଈଶ୍ୱର ମଙ୍ଗଳ ହଉ, ପ୍ରଭୁ ସମସ୍ତଙ୍କୁ ଭଲରେ ରଖ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହଉ। ହେ ଜନାର୍ଦ୍ଦନ ସମସ୍ତଙ୍କୁ ଭଲରେ ରଖ, ସମସ୍ତଙ୍କୁ ଭଲରେ ରଖ। ମୋ କାଳିଆ ସୁନା, ମୋ ଧନ ମାଳ, ମୋ ଗଳାର ମାଳା, ସେ ମୋ ଦୁଃଖୀ ସଂକାଳି। ଯେ ଆଉ କ'ଣ କହିବି? ଭାଇମାନେ ଖାଲି ଦିଅରେ ଆମ ଯେଉଁ ବୁଝିବା ଭାଇମାନେ ସମସ୍ତେ ଆମେ ବହୁତ ମହାପ୍ରଭୁଙ୍କ ପାଖକୁ ଯାଉ, ସେବା କରୁଛୁ। ପଇସାଟା ବଡ଼ କଥା ନୁହଁ, ପଇସା ହାଡ଼ି କମାଉଛି, ଜଗନ୍ନାଥଙ୍କ ସେବା କରୁଛୁ। ଆରାମସେ ଆସୁଛନ୍ତି, ପ୍ରସାଦ ଖାଇକି ରଥ ଉପରେ ମହାପ୍ରଭୁ 3 ଦିନ ଧରି ଶୁଖିଲା ମହାପ୍ରସାଦ ଭୋଗ ଖାଉଥିଲେ। ଦୀର୍ଘ 3 ଦିନ ପରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଛି ଅନ୍ନପ୍ରସାଦ। ଆଉ ଆଜି ଶ୍ରୀଜୀଉଙ୍କ ପାଖରେ ଶଙ୍ଖୁଡ଼ି ଭୋଗ ହୋଇଛି। ସକାଳ ଧୂପରେ ମହାପ୍ରଭୁଙ୍କୁ ଶଙ୍ଖୁଡ଼ି ମହାପ୍ରସାଦରେ ଅବଢ଼ା, ଘିଅ ଅନ୍ନ, କାନିକା, ଖେଚୁଡ଼ି, ମେଣ୍ଢା ମୁଣ୍ଡିଆ, ଅଦା ଏବଂ ହେଙ୍ଗୁ ଖେଚୁଡ଼ି, କର୍ମାବାଇ, ଡାଲେମା, ବେସର ମହୁର, ଶାଗ, ପିତା, ଖଟା ଆଦି ବିଭିନ୍ନ ପ୍ରକାରର ଭୋଗ ଲାଗିଛି। ଆଉ ଭକ୍ତମାନେ ପ୍ରସାଦ ରୂପେ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡ଼ପ ଅଭଡ଼ା। ଦିନ ପ୍ରାୟ 11ଟାରେ ମହାପ୍ରଭୁଙ୍କ ସକାଳ ଧୂପ ବାହାରିଥିଲା। ଭକ୍ତମାନେ ଆନନ୍ଦ ବଜାରରେ ପାଇଛନ୍ତି ଆଡ଼ପ ଅଭଡ଼ା। କୁହାଯାଏ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଡ଼ପ ଅଭଡ଼ା ଖାଇଲେ 100 ଜନ୍ମର ପାପ କ୍ଷୟ ହୁଏ। ତେଣୁ ଆଜି କାହିଁ କେତେ ଦୂରରୁ ଆସିଥିବା ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରି ଭକ୍ତି କଣ୍ଠରେ ଜୟ ଜଗନ୍ନାଥ କହିଛନ୍ତି। ପରମ ପବିତ୍ର ଧାମ ଶ୍ରୀକ୍ଷେତ୍ର, ଆଉ ଏହାର କ୍ଷେତ୍ରାଧୀଶ ଜଗନ୍ନାଥ ଏବଂ ଏହାଙ୍କର ପ୍ରସାଦ କୁହାଯାଉଥିବା ମହାପ୍ରସାଦ ବିଶ୍ୱ ବିଦିତ। ସମସ୍ତ ଦେବୀ ମନ୍ଦିରରେ ଦେବତାକୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଇଥାଏ। ସେହିପରି ଶ୍ରୀ ଜଗନ୍ନାଥ ଦାରୁବ୍ରହ୍ମକୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ମୁଁ ରଥଯାତ୍ରା ଦେଖିବା ପାଇଁ ଆସିପାରିଲିନି ସ୍ୱାସ୍ଥ୍ୟଗତ କାରଣ। ଆଜି ଭାବିଲି ନିଶ୍ଚିତ ଭାବେ ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା। ଠାକୁରଙ୍କୁ ଦର୍ଶନ କରିବା ପାଇଁ ଗୋଟେ ଭକ୍ତକୁ 2 ବର୍ଷ ଲାଗେ, ଗୋଟେ ବର୍ଷ ପରେ ପୁଣି ସୁଯୋଗ ମିଳିବ। मैं अनुदिता सेन कलकत्ता से आई हूँ। अभी पहली बार रथ के लिए आई हूँ पूरी में। कैसा माहौल है? बहुत अच्छा है, थोड़ा सा थकान की ज़्यादा है, लेकिन एक्चुअली बहुत अच्छा है। बहुत शांति से दर्शन किया। लाइफ में पहली बार ऐसा कुछ हुआ है, बहुत ज़्यादा खुश हूँ। ପ୍ରସାଦ ହେଉଛି ପେଟ ପୂରା ମନ ମୁତାବକ ଖାଇବା ପ୍ରସାଦ। ବେଦ ବିହିତ ଯଜ୍ଞରେ ଯେଉଁ ଅନ୍ନପାକ ହୋଇ ବ୍ରହ୍ମକୁ ଅର୍ପଣ କରାଯାଏ, ସେହି ବ୍ରହ୍ମପ୍ରୀତ ଅନ୍ନ ହେଉଛି ମହାପ୍ରସାଦ।
पुरी मंदिर रे प्रत्यह रोष घरे वेदोक्त मंत्र रे वैष्णवाग्नि आवाहन होई सेथिरे अन्न रंधा जाए। ए रंधन द्रव्य दारुब्रह्म को समर्पण करा जाए। एही परम पवित्र महाप्रसाद सेवन समय आंकुड़ित चित्तरे निर्मल मनरे आत्मगर्व न रखी सेवन कले महापुण्य मिले। पुरीरू संजय महापात्र रिपोर्टर्स टुडे।